କରିଦବା ଦରକାର। ବଢିଆ କରିଛନ୍ତି ସେ ଅଣସମାତକାରୀ ଗାଡିକି ତଣ୍ଟିଆ ଦେଇକି ଆସିଛନ୍ତି ବଢିଆ କରିଛନ୍ତି। ସେମାନେ ଅଭଦ୍ର ପରିଚୟ କାହିଁ ଦଉଥିଲେ? ତମର ସେବା ନାହିଁ, ରଥ ଉପରକୁ ଯିବ, ତେବେ ସେବାୟତ ବୋଲି ଯୋଉଦିନ ଡ୍ୟୁଟି ନାହିଁ କାହିଁ ଯିବ? ରଥରେ ଯଦି ବେଶୀ ଲୋକ ରଥ ଭାଙ୍ଗିଯିବ ନା? ନା, ମୁଁ ଜାଣିବାରେ ସମସ୍ତ ସମୟରେ ଡିଷ୍ଟର୍ବ ହେଇଛି, ତାଙ୍କ ସମୟରେ ବି ହେଇଛି, ଅନ୍ୟ ସମୟରେ ହେଇଛି, ନନ୍ଦିନ ଦେବୀଙ୍କ ସମୟରେ ହେଇଛି, କେବଳ ଜାନି ପଟ୍ଟନାୟକ ସମୟରେ ହେଇନି। ସେ ଟିକେ ଜଗନ୍ନାଥଙ୍କୁ ଅତି ଭକ୍ତି କରନ୍ତି ଏବଂ ସେବାୟତ ମାନଙ୍କୁ ଭକ୍ତି କରନ୍ତି। ସେବାୟତ ମାନେ ତାଙ୍କୁ ଦେଖିଲେ ସମସ୍ତେ ଫଟାଫଟ ସେବା କାମ ଆରମ୍ଭ କରିଦିଅନ୍ତି। ତମେ ରଥ ଭିଡ଼ିବାକୁ ଆସ, ଜୀବନ ଗଲା ମହାପୁଣ୍ୟ। ଏ ଇତିହାସ କହୁଛି, ପୌରାଣିକ ପ୍ରଥା କହୁଛି। ତା ସତ୍ତ୍ୱେ ଯଦି ସରକାର ତରଫରୁ ଟଙ୍କା 10 ଲକ୍ଷ ଦିଆଯାଇଛି, ଧନ୍ୟବାଦ ଦବା ଉଚିତ। ପ୍ରସିଦ୍ଧ ଦେବତା ଜଗତର ନାଥ ଆଜି ପୃଥିବୀବାସୀ ଅନେଇଥିବେ ନା କେତେ ସୁନା ପିନ୍ଧିକି ଦେଖେଇ ଦେବେ। ତିନି ରଥକୁ କେତେ ପୃଥିବୀବାସୀ ଦେଖିଲେଣି, ସୀମା ନାହିଁ, ଆଶୀର୍ବାଦ ନେବେ। କରିଦବା ଦରକାର। ବଢିଆ କରିଛନ୍ତି ସେ ଅଣସମାତକାରୀ ଗାଡିକି ତଣ୍ଟିଆ ଦେଇକି ଆସିଛନ୍ତି ବଢିଆ କରିଛନ୍ତି। ସେମାନେ ଅଭଦ୍ର ପରିଚୟ କାହିଁ ଦଉଥିଲେ? ତମର ସେବା ନାହିଁ, ରଥ ଉପରକୁ ଯିବ, ତେବେ ସେବାୟତ ବୋଲି ଯୋଉଦିନ ଡ୍ୟୁଟି ନାହିଁ କାହିଁ ଯିବ? ରଥରେ ଯଦି ବେଶୀ ଲୋକ ରଥ ଭାଙ୍ଗିଯିବ। ପ୍ରଥମେ ମୁଁ ଧନ୍ୟବାଦ ଦେବି ଜଗନ୍ନାଥଙ୍କର ଅଲ୍ ସେବାୟତ ମାନେ ବେହେରା ବୋଇ ସେବାୟତଠୁ, କାରିଗର ସେବାୟତଠୁ, ଦଇତାପତି ଯେତେ ବ୍ରାହ୍ମଣ ସେବାୟତଠୁ, ଅନ୍ୟାନ୍ୟ ଆମ ପାଇକ ସେବାୟତଠୁ ସମସ୍ତଙ୍କୁ ଧନ୍ୟବାଦ। ଆମର ଯେ ଚିଫ୍ ଆଡମିନିଷ୍ଟ୍ରେଟର ପାଢୀ ବଢିଆ ଲୋକ, ସେ ବଢିଆ କାମ କରୁଛନ୍ତି। ମୁଁ ନିଜେ ଦେଖିଛି, ରଥରେ ଯାଏ। ଏସପି, କଲେକ୍ଟର, ଆମର ଡିଜି, ଅନ୍ୟ ଅଫିସର ମାନେ, ସରକାର, ଲ ମିନିଷ୍ଟର, ହୋମ ମିନିଷ୍ଟର, ନିଜେ ମୁଖ୍ୟମନ୍ତ୍ରୀ, ସବୁ ଗଭର୍ଣ୍ଣର, ସମସ୍ତେ, ଧର୍ମେନ୍ଦ୍ର ପ୍ରଧାନ ବି ଆସିଥିଲେ, ଆମ ଭକ୍ତ ଦାସ ଯାଇଥିଲେ, ଆମ ସେକ୍ରେଟାରୀ ଜେନେରାଲ ଦେଶାଇ ଯାଇଥିଲେ, ଅନ୍ୟମାନେ। ମୁଁ ତ 71 ବର୍ଷ ହେଲା ଯାଉଛି। ପ୍ରଭୁଙ୍କର କି ସୁନ୍ଦର, କି ସୁନ୍ଦର ଗାରିମା। ଏ ସରକାର ଅବଶ୍ୟ ଅପାରଗ ସରକାର, କାହିଁକି ନା ସନ୍ଧ୍ୟାରେ ରଥ ଚାଲେନି। ଯେହେତୁ ଆଜି ଆମର ସୁନାବେଶ, ରଥ ରାତି 10:30 ସୁଦ୍ଧା ଆମେ ପହଞ୍ଚେଇ ଦେଲୁ। ଏଗୁଡା ବିବେକ କାମ ନୁହଁ, କିନ୍ତୁ ପରିସ୍ଥିତି ନେଇ ଆମକୁ କରିବାକୁ ପଡୁଛି। ସୁନାବେଶ ଆଜି ହବ, ଲକ୍ଷ ଲକ୍ଷ ଲୋକ, ପୃଥିବୀର କୋଟି କୋଟି ଲୋକ ଦେଖିବେ। ସେମିତି ତାଙ୍କ ସେବା ତାଙ୍କର କଡନ ପାସ୍ ନଥାଏ, ସିଧା ଯିବେ ସିଧା ଆସିବେ। ସେ ତାଙ୍କ ଫାଷ୍ଟ ପ୍ରାୟୋରିଟି, କାରଣ ତାଙ୍କ ଉପରେ ନିର୍ଭର କରେ ରଥ। ଠିକ ଭାବେ ଯିବ, ଠିକ ଆସିବ, ସେବାୟତ ମାନଙ୍କ ଉପରେ ନିର୍ଭର କରେ, କର୍ମଚାରୀ ଉପରେ ନୁହଁ। କର୍ମଚାରୀ ପୁଲିସ ଭିଡି ନେଇଯିବେ, ଖାଲି କଣ ଭିଡି ନେଇଯିବେ ଠାକୁରଙ୍କୁ? ତାର ଖରଡ଼ା ଅଛି, ପଡିବ, ଠିକ ଭାବେ ଚକ ବୁଲିବ, ରଥ ବୁଲିବ। କେତେ ପାଖରେ ବାଟରେ ସେବାୟତ ମାନେ ନିଅନ୍ତି। ନା, ନା, ମୁଁ ଜାଣିବାରେ ସମସ୍ତ ସମୟରେ ଡିଷ୍ଟର୍ବ ହେଇଛି, ତାଙ୍କ ସମୟରେ ବି ହେଇଛି, ଅନ୍ୟ ସମୟରେ ହେଇଛି, ନନ୍ଦିନ ଦେବୀଙ୍କ ସମୟରେ ହେଇଛି, କେବଳ ଜାନି ପଟ୍ଟନାୟକ ସମୟରେ ହେଇନି। ସେ ଟିକେ ଜଗନ୍ନାଥଙ୍କୁ ଅତି ଭକ୍ତି କରନ୍ତି ଏବଂ ସେବାୟତ ମାନଙ୍କୁ ଭକ୍ତି କରନ୍ତି। ସେବାୟତ ମାନେ ତାଙ୍କୁ ଦେଖିଲେ ସମସ୍ତେ ଫଟାଫଟ ସେବା କାମ ଆରମ୍ଭ କରିଦିଅନ୍ତି। ଦକ୍ଷିଣ ଭାରତ ଜିତିକିରି ସବୁ ସୁନା ଆଣିକି ତାରି ଭିତରେ ରଖିଛନ୍ତି, ହୀରା, ନୀଳା, ମୋତି, ମାଣିକ। ଆମେ ଏପର୍ଯ୍ୟନ୍ତ ବଣିଆ ଆଣିନୁ। କିଏ ହୀରାକୁ ଚିହ୍ନିବ, ବଣିକି ଚିହ୍ନିବ, ନୀଳାକୁ ଚିହ୍ନିବ, ବଣିଆ ଏପର୍ଯ୍ୟନ୍ତ ମିଳୁନାହାନ୍ତି। ତେଣୁ ଆମ ଷ୍ଟୋରରେ ସବୁ ରହିଛି, ରତ୍ନ ଭଣ୍ଡାର ଭିତରେ। ଆମେ କେବଳ କିଛି ଜିନିଷ ଆଜି କାଢିବୁ ଲୋକଙ୍କୁ ଦେଖେଇବା ପାଇଁ, ପୃଥିବୀବାସୀ ଆମ ଦିଅ ଏତିକି ସୁନା ପିନ୍ଧନ୍ତି। ଇଏ ସିଏ ଭଲ ଲୋକ, ନିଷ୍ଠାପର ଲୋକ, ଅନେଷ୍ଟ ଲୋକ। ଦିଆଯିବ ପଇସା, 20 ଲକ୍ଷ ଆମେ ଡିମାଣ୍ଡ କରୁ, 10 ଦେଇଛନ୍ତି। ଆରେ ଦଳ ଚକଟାର ମୃତ୍ୟୁ ପୁରୀରେ ମହାପୁଣ୍ୟ, ପୁରା ସ୍ୱର୍ଗକୁ ତମେ ଯିବ, ବାଟରେ ଫାଟରେ ରହିବନି। ତମେ ରଥ ଭିଡ଼ିବାକୁ ଆସ, ଜୀବନ ଗଲା ମହାପୁଣ୍ୟ। ଏ ଇତିହାସ କହୁଛି, ପୌରାଣିକ ପ୍ରଥା କହୁଛି। ତା ସତ୍ତ୍ୱେ ଯଦି ସରକାର ତରଫରୁ ଟଙ୍କା 10 ଲକ୍ଷ ଦିଆଯାଇଛି, ଧନ୍ୟବାଦ ଦବା ଉଚିତ। ପ୍ରସିଦ୍ଧ ଦେବତା ଜଗତର ନାଥ ଆଜି ପୃଥିବୀବାସୀ ଅନେଇଥିବେ ନା କେତେ ସୁନା ପିନ୍ଧିକି ଦେଖେଇ ଦେବେ। ତିନି ରଥକୁ କେତେ ପୃଥିବୀବାସୀ ଦେଖିଲେଣି, ସୀମା ନାହିଁ, ଆଶୀର୍ବାଦ ନେବେ। ନା, ନା, ଚେଞ୍ଜ ଚାଞ୍ଜ ମଝିରେ ନା।
ଚେଞ୍ଜ ଚାଞ୍ଜ ମଝିରେ ହବ। ସୁନା ଆମର ଅଛି, ଖାଲି ଆଣିକିରି ଯଦି ଆଉ ଫୋର୍ସ ଦେଇ ଆଉ ସୁନା ଆଣିକିରି ପିନ୍ଧାନ୍ତେ ତାହେଲେ ହନ୍ତା। ଯେତିକି ସୁନା ଆଉଛି ସେ ମାନେ ମୂର୍ତ୍ତି କଭର ହେଇଯାଉଛି, ତେଣୁ ଆଉ ବେଶୀ ସୁନା ଆଣୁନାହାନ୍ତି। ଆମର ଅପର୍ଯାପ୍ତ ସୁନା ହୀରା ନୀଳା ମୋତି ମାଣିକ ଅଛି। जदि आपंक आम भिडी भल लगा तेब आम चैनल को लाइक शेयर सब्सक्राइब करने को जमा भी भूलु नहीं।